से ग्रामर तृतीय वार्ता ग्रामर भागवत टुंगी रजदोली कथा जे भावी दोल पूर्णिमार से दोल मेलन देखिले रे भाई पेट पुरई कार्तिक पूर्णिमार दिन डंगा छड़ा हुए जे जानो पिता माता बुढ़ी माँ संगे जाई शीतुआ सकाळ अटई सेही कदली गछ डंगा जान खड़िकारे तुला देण डंगारे जे पान गुआ थई देई आकामा बई आनंदे गाई तोर पान गुआ तोहर मासक धर्म मोहर तोर पान गुआ तोहर मासक धर्म मोहर ଏହା କହି ପୁଣି ହୁଳହୁଳି ଦେଇ କେତେ ମଜାରେ ଯେ ଡଙ୍ଗା ଚାଲଇ ଯଦି ମୋର ସାଙ୍ଗସାଥି ପିଲା କ୍ଲାସମେଟ୍ ପିଲା କିଏ ଗୀତ ଦେଖୁଥିବେ କମେଣ୍ଟ କରିବେ ଭଲ କି ମନ୍ଦ ବାହାରେ ଅଛନ୍ତି ନା ମୁଁ ତାଙ୍କୁ ଫୋନ୍ କରି କହିନି ନା ମୁଁ ଗୀତ ଲେଖୁଛି ବୋଲି ଯଦି ଦେଖିବେ ଟିକେ ଦୟାକରି ଆକୁ କମେଣ୍ଟ କରିବେ। ଗ୍ରାମରେ ଭାଗବତ ଟୁଙ୍ଗି ଅଛି ଭଙ୍ଗା ହେଉ ଭଲ ହେଉ ମୋତେ ସରକାର ସାହାଯ୍ୟ କରୁଛନ୍ତି ଟୁଙ୍ଗିଟା ପରିବର୍ତ୍ତନ ହେଉଛି ଗୀତ ବୋଲିବା ଲୋକ ଥାଆନ୍ତୁ କି ନଥାନ୍ତୁ ଯିଏ ଜଣେ ଅଧେ ଅଛନ୍ତି ଯେ ସେସବୁ କଥା ରଜଦୋଳି କଥା ଆଷାଢ଼ ମାସରେ ଝିପିଝିପି ବର୍ଷା ରଜଦୋଳି ପିଠା ଖିଆ ସବୁ ମନରେ ପଡ଼ୁଛି। ତାପରେ ଯେଉଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯେଉଁ ଡଙ୍ଗା ବସିଆ ହେବ ନଦୀ କୂଳେ କାହାର ଗାଡ଼ିଆ କାହାର ନଈ ବୁଢ଼ୀ ମା' ଯିବ ବୋଉ ଯିବ ବାପା ଯିବ କି ଆମେ ଆଉ କିଏ ଯିବୁ କଦଳୀ ଗଛରେ ଖଡ଼ିକା ତୁଳା ଦିଆ ହେଇକରି ଡଙ୍ଗା ଦିଆ ବସିଆ ହେବ ସେମାନେ ହୁଳୁହୁଳି ପକାଇବେ ଡଙ୍ଗାରେ ପାନ ଗୁଆ ସବୁ ରଖିବେ ସେ ପରିବେଶ ସବୁ ନାହିଁ ହେଉଛି ଖୁବ୍ କମ୍। ଆଚ୍ଛା କଦଳୀ ଗଛରେ ଡଙ୍ଗାରେ ସେସବୁ କରାଯାଏ କ'ଣ କୁହାହେବ ନା ତୋର ପାନ ଗୁଆ ତୋର ମାସ ଧର୍ମ ମୋର ଏହା କହିକି ରୋଡ଼ରେ ଡଙ୍ଗା ଟିକେ ବସାଇ ଦେବେ କି ସୁନ୍ଦର ପରିବେଶ ସେ ସମୟ ଗ୍ରାମର ପରିବେଶ ମନେ ପଡ଼ିଲେ ବି ଆଉ ସେ ଫେରିବନି କିନ୍ତୁ ମନ ସବୁବେଳେ ଟିକେ ଚିନ୍ତା କରୁଛି ପୂର୍ବ କଥାକୁ ବନ୍ଦିକା ପରବର୍ତ୍ତୀ।